ଜାତୀୟ ସେବା ଯୋଜନା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଗଜପତି ଜିଲ୍ଲା ମୋହନା ହିଲଟପ୍ ସ୍ନାତକ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ପକ୍ଷରୁ ସ୍ଥାନୀୟ ବ୍ଲକ ଅନ୍ତର୍ଗତ ମେରାପଲ୍ଲୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସର ଓ ଗ୍ରାମର ଉଭୟ ସଡ଼କ ପାର୍ଶ୍ୱରେ ସେପ୍ଟେମ୍ବର 28ରୁ ଅକ୍ଟୋବର 4 ପର୍ଯ୍ୟନ୍ତ ମହାବିଦ୍ୟାଳୟର 50 ଜଣ ଶିକ୍ଷାର୍ଥୀ ଜାତୀୟ ସେବା ଯୋଜନା ଅଧିକାରିଣୀ ଅଧ୍ୟାପିକା ରୀତା କୁମାରୀ ଶତପଥୀଙ୍କ ନେତୃତ୍ୱରେ 300 ଚାରା ରୋପଣ କରିଥିଲେ। ଚାରାଗୁଡ଼ିକର ସୁରକ୍ଷା ପାଇଁ ତାର ଚତୁଃପାର୍ଶ୍ୱକୁ ଘେରାବନ୍ଦୀ କରିଥିଲେ। ଜାତୀୟ ସେବା ଯୋଜନା ପକ୍ଷରୁ ମେରାପଲ୍ଲୀ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ଅନୁଷ୍ଠିତ ଉଦ୍ଯାପନୀ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁବ୍ରକାନ୍ତ ମହାନ୍ତି ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ମୋହନା ରେଞ୍ଜର ଲକ୍ଷ୍ମୀପ୍ରସାଦ ବିଷୋଇ ମୁଖ୍ୟ ବକ୍ତା ଓ ସ୍ଥାନୀୟ ସରପଞ୍ଚ ବ୍ରଜସୁନ୍ଦର ଜାନି ଯୋଗ ଦେଇଥିଲେ। ଅତିଥିମାନେ ନିଜ ବକ୍ତବ୍ୟରେ ଚାରାରୋପଣର ଉଦ୍ଦେଶ୍ୟ ଲକ୍ଷ୍ୟ ଓ ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ଛାତ୍ରଛାତ୍ରୀମାନେ ବୃକ୍ଷ ଉପରେ ଜନସଚେତନତାମୂଳକ ନୃତ୍ୟ ଓ ଗୀତ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ କର୍ମଚାରୀ ଯୋଗ ଦେଇଥିଲେ। ଆମର ହିଲଟପ୍ର ଯେଉଁ ସ୍ୱତନ୍ତ୍ର ବୃକ୍ଷରୋପଣ କାର୍ଯ୍ୟକ୍ରମ ଚାଲିଥିଲା, ବର୍ତ୍ତମାନ 28 ତାରିଖରୁ ଆଜି ହେଉଛି ତା'ର ଉଦ୍ଯାପନୀ ଉତ୍ସବ। ଆପଣ ସେମାନେ କିଭଳି ଗଛ ଲଗାଇଛନ୍ତି, ଗଛର କିଭଳି ଯତ୍ନ ନେଇଛନ୍ତି ଏବଂ ସେ ସମ୍ପର୍କରେ ଆପଣ ସେମାନଙ୍କୁ କ'ଣ ସଚେତନତା କରିଛନ୍ତି ଏବଂ ଆଗକୁ କ'ଣ କରିବେ ବୋଲି ଭାବୁଛନ୍ତି? ସ୍ନାତକ ମହାବିଦ୍ୟାଳୟ ମୋହନା ତରଫରୁ ଆସି ମେରାପଲ୍ଲୀ ଗାଁଠାରେ ରୋଡ଼ ପାର୍ଶ୍ୱରେ 270 ଗଛ ଲଗାଇଛନ୍ତି। ବହୁତ ଖୁସି ଲାଗିଲା। ମୁଁ ମଧ୍ୟ ସହଯୋଗ କରିଅଛି। ବୃକ୍ଷ ହିଁ ଜୀବନ। ବୃକ୍ଷ ନଥିଲେ ପରିବେଶ ବି ଶାନ୍ତ ରହିବ ନାହିଁ। ତେଣୁ ବୃକ୍ଷ ଲଗାଇବା ଦ୍ୱାରା ପରିବେଶ ଶାନ୍ତ ରହିବ, ଯାହାଫଳରେ ଅମ୍ଳଜାନ ବି ପାଇପାରିବେ। ଠିକ୍ ସମୟରେ ବର୍ଷା ବି ହେବ। ସେଥିମଧ୍ୟରୁ ଉତ୍ସାହିତ ପିଲାମାନେ 50 ପିଲା ଲଗାଇଛନ୍ତି ଗଛ। ତେଣୁ ବହୁତ ବହୁତ ଧନ୍ୟବାଦ। ବହୁତ ଖୁସି। ଆପଣ ମେରାପଲ୍ଲୀର ସରପଞ୍ଚ ଅଛନ୍ତି। ଆପଣଙ୍କ ପଞ୍ଚାୟତରେ ଏବଂ ରାସ୍ତାର ଉଭୟ ପାର୍ଶ୍ୱରେ ବହୁତ ଛାତ୍ରଛାତ୍ରୀ ଆସି ଗଛ ଚାରା ରୋପଣ କରିଛନ୍ତି। ଆଉ ସେଗୁଡ଼ିକର କେମିତି ଯତ୍ନ ନେବେ ଆପଣ ଭାବୁଛନ୍ତି? ଆପଣ ତରଫରୁ ଯତ୍ନ ନେଇପାରିବେ କି? ନିଶ୍ଚୟ। ଛାତ୍ରଛାତ୍ରୀମାନେ ଲଗାଇଲା ପରେ ତାକୁ ହୁଏତ 7 ଦିନ ଲଗାଇ। ବିଦ୍ୟାଳୟର ବହୁତ ସୁନ୍ଦର କାର୍ଯ୍ୟକ୍ରମ। ଏଥିରେ 29 ତାରିଖରୁ ଆରମ୍ଭ ହୋଇ 7 ଦିନ ବ୍ୟାପୀ ଯେଉଁ NSS କ୍ୟାମ୍ପ ଚାଲିଥିଲା, ଏହି କ୍ୟାମ୍ପରେ ଆଜି ଉଦ୍ଯାପନ ଦିବସ ବହୁତ ସୁନ୍ଦର ଭାବରେ କାର୍ଯ୍ୟକ୍ରମ 50ଟି ପିଲାଙ୍କୁ ନେଇକି ଆୟୋଜନ କରାଯାଇଛି। ସେମାନେ ପ୍ରାୟତଃ 270 ଗଛ ଲଗାଇଛନ୍ତି। ଭବିଷ୍ୟତରେ ଏଇ ଯେଉଁ ସେବା ମନୋବୃତ୍ତି, ଏଇ ଯେଉଁ ସେବା କାର୍ଯ୍ୟକ୍ରମ ଚାଲିଛି, ଏଇ ଯେଉଁ ସେବା ମନୋବୃତ୍ତି ସେମାନଙ୍କର ସବୁବେଳେ ଜାରି ରହିବ ଏବଂ ଭଲ ଅତି ସୁନ୍ଦର କାର୍ଯ୍ୟକ୍ରମ ଭବିଷ୍ୟତରେ ନିଶ୍ଚିତ ଏଇଭଳି କାର୍ଯ୍ୟକ୍ରମ ସବୁ ଜାରି ରହିବ। ବୃକ୍ଷ ହିଁ ଜୀବନ, ତା ଉପରେ ଆପଣ କ'ଣ ପିଲାଙ୍କୁ ସଚେତନତା ଦେଲେ? ବୃକ୍ଷ ହିଁ ଜୀବନ, ଏହା ସମ୍ପର୍କରେ ପିଲାମାନଙ୍କୁ ସବୁ କୁହାଗଲା ଯେ ଇଚ୍ ୱାନ୍ ପ୍ଲାଣ୍ଟ 7 ଯେଉଁ ପ୍ରଧାନମନ୍ତ୍ରୀଙ୍କର ଯେଉଁ କାର୍ଯ୍ୟକ୍ରମ ରହିଛି, ସେହି କାର୍ଯ୍ୟକ୍ରମ ହିସାବରେ ପିଲାମାନେ ପାଖାପାଖି ପ୍ରାୟ ଜଣକ ପିଛା 6ଟି ଗଛ 7ଟି ଗଛ ସେମାନେ ଲଗାଇଛନ୍ତି। 7 ଦିନ ବ୍ୟାପୀ ଗଛର ଯତ୍ନ ନେଇଛନ୍ତି, ଗଛ ସମ୍ପର୍କରେ ଶିଖିଛନ୍ତି। ମୁଁ ବି ସେମାନଙ୍କୁ ଉତ୍ସାହିତ କଲି। ପରବର୍ତ୍ତୀ ପର୍ଯ୍ୟାୟରେ ଭବିଷ୍ୟତରେ ଆଗାମୀ ଦିନରେ ନିଶ୍ଚିତ ଭାବରେ ଆଉ 7-8 କିଲୋମିଟର ରାସ୍ତା ଏହି କ୍ରମରେ ଗଛ ଲଗାଇ। ଗଜପତି ଜିଲ୍ଲା ମୋହନା ବ୍ଲକରୁ ମଜେଶ ରୈତଙ୍କ ରିପୋର୍ଟ, ସାଇ ସତ୍ୟ ନ୍ୟୁଜ୍।